ଆଜ୍ଞା ଆମର ପ୍ରତ୍ୟେକ କର୍ମଚାରୀ ଆମର ସେକ୍ରେଟାରୀ ଡିଓ ଏଡିସନାଲ ଡିଓ ନୂଆ ଯେତେ କର୍ମଚାରୀ ଅଛନ୍ତି ଆଜ୍ଞା ତାଙ୍କର ସପ୍ତାହ ବୋଲି କିଛି ନାହିଁ ଆଜ୍ଞା ଦରମା ଟୋଟାଲି କମ୍ ଦରମା ସେଥିପାଇଁ ଆଜ୍ଞା ଆମର ମୁଖ୍ୟ ଇଏ ହେଲା ଯଦି ଆମର କଥା ସରକାର ନି ଶୁଣିବେ କି ନି ଶୁଣିଲେ ବୋଲେ ଆଜ୍ଞା ସେଥିପାଇଁ ସରକାର ନିଜେ ଦେଇ ଚାଷୀ ଅସୁବିଧା ହେବାଟା ପଞ୍ଜୀକରଣ ବି ଆମର ଠପ୍ ହେଇଯିବା ତାପରେ ଆମର ସାର ବିକା ବିହନ ବିକା ଯେନ୍ ଆମର ଲୋନ୍ ଦିଆ ହଉଛେ ଏ ସବୁ ଜିନିଷଟା ଆଜ୍ଞା ବନ୍ଦ ହେଇଯିବା আর ଆମେ ଯଦି ନି ଶୁଣିଲା ପରେ ଆଜ୍ଞା ଅନିର୍ଦ୍ଦିଷ୍ଟ କାଳ କାଜି ଆମେ ଷ୍ଟ୍ରାଇକ୍ରେ ବସିକି ରହିବୁ ଆପଣମାନଙ୍କ ଜରିଆରେ ଆପଣମାନେ ସରକାରକେ ଟିକେ ଜଣେଇବେ ପ୍ରଶାସନିକ ଜଣେଇବେ ବୋଲି ଆମର ବହୁତ ଆଶା। ଆମେ ସମିତି କର୍ମଚାରୀ ଆପଣମାନେ ଜାଣିଥିବେ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ପଞ୍ଚାୟତରେ ସମବାୟ ସମିତି ଅଛି ସେ ସମିତିର କାର୍ଯ୍ୟରତ କର୍ମଚାରୀ ସବୁ ଆମେ ଆମର 3 ଦଫା ଦାବି ନେଇକରି ଆମେ ଆଜି ଅନଶନରେ ଷ୍ଟ୍ରାଇକ୍ରେ ବସିଛୁ। ଆମର ପ୍ରମୁଖ ଦାବି ହଉଛି ସରକାର ଯେଉଁ କ୍ୟାଡର କରିଥିଲେ ତାକୁ ସ୍ଥଗିତ ରଖିଛନ୍ତି ତାକୁ ତୁରନ୍ତ ସମସ୍ତ କର୍ମଚାରୀ ପାଇଁ ଲାଗୁ କରିବା ପ୍ରଥମ ଦାବି। ଦ୍ୱିତୀୟ ଦାବି ହଉଛି ସପ୍ତମ ବେତନ ହାରରେ ସମସ୍ତ କର୍ମଚାରୀଙ୍କୁ ଦରମା ଦେବା। ତୃତୀୟ ଦାବି ହଉଛି ଯେମାନେ ଷଷ୍ଠ ବେତନ ପାଉଛନ୍ ତାଙ୍କର DA 164 ରୁ 230% ବଢ଼ାବା। এই 3টা ପ୍ରମୁଖ ଦାବି ଆମର ଆପଣମାନେ ଜାଣିଛନ୍ତି ଆମର ସମିତି କର୍ମଚାରୀ ମାନେ ସମିତିରେ କାର୍ଯ୍ୟ କରି ଚାଷୀରୁ ଉନ୍ନତି ଲାଗି 12 ମାସ ସେମାନେ ପରିଶ୍ରମ କରି ଋଣ ଦେବା ସାର ବିହନ ବିକ୍ରି କରିବା ଚାଷୀ ଧାନ କିଣିବା ଠାରୁ ଆରମ୍ଭ କରି 2 ସିଜନର ଚାଷ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟରେ ଦିନରେ ରାତି ଖଟିକିରି ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟ କରୁଛନ୍ତି କିନ୍ତୁ ପରିତାପର ବିଷୟ ସରକାରର କୌଣସି ବ୍ୟବସ୍ଥା ନାହିଁ। ଆମେ ସ୍ୱଳ୍ପ ବେତନରେ କାର୍ଯ୍ୟ କରି ଆସୁଛୁ ବର୍ତ୍ତମାନ ଯୁଗରେ ଆମର ବଞ୍ଚିବାର ଯେଉଁ ଦରମା ପାଉଛୁ ସେଥିରେ ବଞ୍ଚିବାର ବହୁତ ଘୋର ଅସୁବିଧା ହେଉଛି ଏଣୁକରି ଆମର ପେଟପାଟଣା ପାଇଁ ଆମେ ସରକାରଙ୍କୁ ଦାବି କରୁଛୁ ଯେ ଆମର ଦରମା ବୃଦ୍ଧି ହଉ ଆଉ ଚାକିରିର ସର୍ତ୍ତାବଳୀ ଲାଗୁ କରି କ୍ୟାଡର କାର୍ଯ୍ୟକାରୀ କରାଯାଉ।